ଯେତେବେଳେ ହ୍ୟୁମାନ ସାଗର ଆମର ଅନୁଷ୍ଠାନକୁ ଆସିଥିଲା ସେତେବେଳେ ସେ ବୋଧେ ତୃତୀୟ କି ଚତୁର୍ଥ ଶ୍ରେଣୀରେ ପଢ଼ୁଥିଲା। 7 ବର୍ଷ କୋର୍ସ ବି କରିଥିଲା ଏଠି। ଆଉ ବହୁତ ଗୁଲଗୁଲିଆ ପିଲାଟେ ଥିଲା, ବହୁତ ଛୋଟ ଥିଲା। ଆମେ ଲାଷ୍ଟ ଟାଇମ୍ରେ ଯେତେବେଳେ ସେ ଏମ୍ସରେ ଆଡ଼ମିଟ୍ ହେଇଥିଲା ମୁଁ ନିଜେ ଯାଇଥିଲି ଏମ୍ସକୁ। ମୋର ନାଁ ପ୍ରବୀଣ କୁମାର ଦାସ, ମୁଁ ସମ୍ପାଦକ ଅଗ୍ରଗାମୀ ସାଂସ୍କୃତିକ ସଂସଦ ଟିଟଲାଗଡ଼ର ଅଛି। ଆଉ ଯେତେବେଳେ ହ୍ୟୁମାନ ସାଗର ଆମର ଅନୁଷ୍ଠାନକୁ ଆସିଥିଲା ସେତେବେଳେ ସେ ବୋଧେ ତୃତୀୟ କି ଚତୁର୍ଥ ଶ୍ରେଣୀରେ ପଢ଼ୁଥିଲା। ଆଉ ଆମ ସ୍କୁଲ ଆଡ଼ମିସନ୍ ନେଇକରି ସେ PP1 କ୍ଲାସ୍ରୁ ଯେଉଁଟା ବିଶାରଦର କୋର୍ସେସ୍ ଅଫ୍ ଷ୍ଟଡିଜ୍ ରହିଛି 7 ବର୍ଷ କୋର୍ସ ବି କରିଥିଲା ଏଠି। ଶୁଭ୍ରାଂଶୁ ଶେଖର ମିଶ୍ର ତାର ଗୁରୁଜୀ ଥିଲେ। ଆଉ ବହୁତ ଗୁଲଗୁଲିଆ ପିଲାଟେ ଥିଲା, ବହୁତ ଛୋଟ ଥିଲା। ଆଉ ବହୁତ ଭଲ ଲାଗେ ତାକୁ ଦେଖିଲେ। ତାର ଡେଡିକେସନ୍ ଥିଲା ସଙ୍ଗୀତ ପ୍ରତି, ଆଉ ସମସ୍ତଙ୍କ ପ୍ରତି ସମ୍ମାନ ବି ତାର ଥିଲା। ଗୀତ ଗାଇବାର ବହୁତ ଇଚ୍ଛା ଥିଲା, ଆଗକୁ ବଢ଼ିବାର ବହୁତ ଉତ୍ସାହ ଥିଲା ତାର ମନରେ। ସେଥିପାଇଁ ଆମେ ତାହାକୁ ସବୁବେଳେ ପ୍ରୋତ୍ସାହନ କରୁଥିଲୁ, ପ୍ରେରଣା ଦେଉଥିଲୁ, ଭଲ ଶିକ୍ଷା ଦେଉଥିଲୁ। ଆଉ ତାକୁ ଭଲ ଗାଇଡ଼େନ୍ସ ମିଳୁଥିଲା। ଯେହେତୁ ଆମର ଅନୁଷ୍ଠାନ ଗୋଟେ ଏଫିଲେଟେଡ୍ ଅନୁଷ୍ଠାନ, ସେହେତୁ ସେ ପରୀକ୍ଷାରେ ପାସ୍ ଆଉଟ୍ ବି କରିଥିଲା। ଆମଠୁ ସାର୍ଟିଫିକେଟ୍ ସବୁ ମିଳିଥିଲା ତାକୁ ବିଶାରଦର। ଆଉ ଆମେମାନେ ବି ବହୁତ ସହଯୋଗ ରଖିଥିଲୁ ତା ସହିତ। ଆଉ ବହୁତ ଖୁସି ଲାଗୁଥିଲା ସେ ଟାଇମ୍ରେ ଯେତେବେଳେ ଆମେ ଶୁଣୁ। ଆମେ ତ ଟିକେ ଗ୍ୟାପ୍ ରହିଗଲା, ଭଏସ୍ ଅଫ୍ ଓଡ଼ିଶାରେ ପାଇଲା, ବହୁତ ଖୁସି ଲାଗିଲା। ଆମ ଅନୁଷ୍ଠାନର ବି ନାମ ଗୋଟେ ଟିଟଲାଗଡ଼ ପାଇଁ ଗୋଟେ ଗୌରବ ବିଷୟ ହେଲା। କିନ୍ତୁ ତା ସହିତ ଆମର ଗ୍ୟାପ୍ ରହିଗଲା ବହୁତ ବର୍ଷ ଯାଏଁ। ତାକୁ ବି ଆମେ ସେ ଯେହେତୁ ଗୋଟେ ଆର୍ଟିଷ୍ଟ ହେଇଯାଇଥିଲା, ଗୋଟେ ବଡ଼ ସିଙ୍ଗର ନାମୀ ଦାମୀ ଥିଲା, ତାକୁ ଭେଟିବା ପାଇଁ ବି ସୁଯୋଗ ଆମର ମିଳୁନଥିଲା। ଆମେ ଭୁବନେଶ୍ୱର ଯାଉଁ ବି ଚେଷ୍ଟା କରୁ ବି, ବାକି ସେ ବହୁତ ବିଜି ରହୁଥିଲା। କିନ୍ତୁ ବହୁତ ଖୁସି ଲାଗେ ଆମର ଗୋଟେ ଏଇଠୁ ଗୋଟେ ପିଲାଟେ ଯାଇକରି ହଁ ସମ୍ମାନ ଦିଏ। ସେ ବହୁତ ବଢ଼ିଆ କଥା ହୁଏ, ସମ୍ମାନ ଦିଏ, ପାଦ ଛୁଇଁ ପ୍ରଣାମ କରେ ସେ ଆମକୁ। ଆମେ ଲାଷ୍ଟ ଟାଇମ୍ରେ ଯେତେବେଳେ ସେ ଏମ୍ସରେ ଆଡ଼ମିଟ୍ ହେଇଥିଲା ମୁଁ ନିଜେ ଯାଇଥିଲି ଏମ୍ସକୁ ତାକୁ ଦେଖା। ସେ ଭେଣ୍ଟିଲେଟର୍ରେ ଥିଲା ସେତେବେଳେ, ମୁଁ ନିଜେ ଯାଇଥିଲି। ଆଉ ତା ମାଆ ମାଉସୀଙ୍କୁ ଦେଖା ହେଇଥିଲା, ମୋର ବହୁତ ଦୁଃଖ ଲାଗିଲା। ଆମେ ଭାବୁଥିଲୁ ବୋଧେ ରିକଭର୍ ହେଇଯିବ, ଆସିଯିବ। ତାପରେ ସେଇଠି ଭୁବନେଶ୍ୱର ଆମେ 7ଟାରେ ତା ପାଖକୁ ଆମେ 5ଟା 6ଟାରେ ଯାଇଥିଲୁ ସନ୍ଧ୍ୟାରେ। କିନ୍ତୁ ଆମେ 9ଟାରୁ ଯେତେବେଳେ ହୋଟେଲକୁ ଆସିଲୁ, ହୋଟେଲରେ ଆମେ ଶୁଣିଲୁ ଯେ ସେ ମାନେ ଖରାପ ହେଇଗଲା ବୋଲି। ବହୁତ ଦୁଃଖ ଲାଗିଲା। ଆମେ ତା ନେକ୍ସଟ ଡେ ଆମେ ଟିଟଲାଗଡ଼ ପଳେଇ ଆସିଲୁ। ଆଉ ଭଲ ଲାଗିଲାନି। ବହୁତ ଗୋଟେ ହୀରା, ଗୋଟେ ଟିଟଲାଗଡ଼ ଗୋଟେ ହୀରା। ଟିଟଲାଗଡ଼ କ'ଣ ସମସ୍ତ ଅଲିଉଡ଼ ଇଣ୍ଡଷ୍ଟ୍ରି ଗୋଟେ ହୀରାକୁ ହରାଇଲା। ଆଉ ଯାହାକୁ ବହୁତ ଦୁଃଖ ଲାଗୁଛି ଏସବୁ ଶୁଣିକିରି ବର୍ତ୍ତମାନ। ଏବେ ତାଙ୍କ ନ୍ୟାୟ ପାଇଁ ଦେଖୁଛନ୍ତି, ଏବେ ତାଙ୍କ ମାଆ ବାହାରିଛନ୍ତି, ଏବେ ଅଲଗା କଳାକାର ବାହାରିଛନ୍ତି। ଦେଖନ୍ତୁ ସମସ୍ତେ ଚାହିଁବେ ଏହାର ନ୍ୟାୟ ତାକୁ ମିଳୁ। ତାର ଯଦି କିଛି ସେମିତି କିଛି ଇଏ ହଉ, ସେଟା ସମସ୍ତେ ଚାହିଁବେ ଯେ ସେ କାହିଁକି ଏମିତି ଅବହେଳା କରିଥିଲା ତା ଶରୀରକୁ। ଯିଏ ଦେଖିଲେ ଆଗେ କହିଦେବ ସେ ମାନେ ତାର ଶରୀର ଠିକ୍ ନଥିଲା ସେ ଟାଇମ୍ରେ। କିନ୍ତୁ ସେ କାହିଁକି ଅବହେଳା କରୁଥିଲା ସେଇଟା ତ ସେ ତା ଅଲଗା ମ୍ୟାଟର୍ ରହୁଛି। ତାର ପରିବାର ଲୋକ ଜାଣିବେ କିମ୍ବା ତାର ସହିତ ଯିଏ ସମ୍ପର୍କରେ ଥିଲେ ସେମାନେ ଜାଣିବେ। ଆମେ ତ ଆମର ଗ୍ୟାପ୍ ଥିଲା, ଆମେ ତ ସେତିକି ଆମେ ଇଏ କରିପାରିନୁ ତାକୁ, ତା ସହିତ କଣ୍ଟାକ୍ଟରେ ନଥିଲୁ। ଆଉ ତାର ସହିତ ଯୋଗାଯୋଗ ବି ଆମର ହେଇପାରୁନଥିଲା। ଆମେ ସାର୍ ଦେଖନ୍ତୁ କେତେଟା ପ୍ରୋଗ୍ରାମ ଆମେ ଦେଖିଛୁ, ଯେଉଁ ତାଙ୍କର ପାଖରେ ବାଉନ୍ସର ଯିଏ ଅଛନ୍ତି ତାଙ୍କର ହେଲ୍ଥ ଦେଖନ୍ତୁ, ଉପରେ ସେ ମୋଟା କୋଟା ଅଛନ୍ତି, କିନ୍ତୁ ହ୍ୟୁମାନ ସାଗର ପୁରା ପତଳା। ଦେଖନ୍ତୁ ସେ ନିଜେ ମ୍ୟାଚିଓର୍ଡ ପିଲାଟା। ଆପଣ ଯାହା ବି ଦେଖିବେ ସେ ଏମିତି ଛୋଟ ପିଲା ନୁହେଁ ଯେ ତାକୁ କିଏ ଇଏ କରିପାରିବ। ସେ ମ୍ୟାଚିଓର୍ଡ ପିଲାଟା ଥିଲା। କିନ୍ତୁ ତାର କ'ଣ କିଛି ପ୍ରୋବ୍ଲେମ୍ ଥିଲା ନା କ'ଣ ଥିଲା ସେଇଟା ତ ଆମେ ଏଇଠୁ ଥାଇକି କହିପାରିବାର ଅସମ୍ଭବ। ଆଉ ସେଥିପାଇଁ ଆମେ କିଛି ସେ ବିଷୟରେ ମତାମତ ଆମେ ଦେଇପାରିବୁନି। ତାକୁ ନେଇକି ୟୁଜ୍ କରାଯାଉଥିଲା, ଏଥିରେ ଆପଣ ସହମତ କି ସେ ଜବରଦସ୍ତି ତାକୁ ନେଇକି? ଦେଖନ୍ତୁ ଏ କମେଣ୍ଟସ୍ ଆମେ କରିପାରିବୁନି ସେଇଟା। କାହିଁକି ଆମର ଆକ୍ଚୁଆଲି ମୁଁ ମୂଳରୁ କହୁଛି, ସେଥିପାଇଁ ଆମର କମ୍ୟୁନିକେସନ୍ ଗ୍ୟାପ୍ ରହୁଥିଲା। ଆମେ ତା ସହିତ ଡେଲି କଣ୍ଟାକ୍ଟରେ ନଥିଲୁ। ଆମେ ବର୍ଷକୁ ଥରେ ଆମର ପ୍ରୋଗ୍ରାମ୍ ଯେଉଁ ହୁଏ ଶାସ୍ତ୍ରୀୟ ସଙ୍ଗୀତ ସମାରୋହରେ ଆମେ ତାକୁ ଯୋଗାଯୋଗ କରୁ, ତାକୁ ନିମନ୍ତ୍ରଣ ବି କରୁ। କିନ୍ତୁ ସେ କାର୍ଯ୍ୟ ବ୍ୟସ୍ତତାରୁ ଆସିପାରୁନଥିଲା। ତାଙ୍କ ବାହାଘରରେ ମୁଁ ଟିକେ ମୋର ମନେ ପଡ଼ୁନି, ମୁଁ ଯାଇନଥିଲି ବୋଧେ। ମୋର କ'ଣ ଅସୁବିଧା ଅବଶ୍ୟକ ମୁଁ ଯାଇପାରିନଥିଲି। ଯେତେବେଳେ ଜାଣିଲେ ପୁଣି ତାଙ୍କର ମାନେ ଶୁଣିବାକୁ ମିଳିଲା ମଝିରେ ଡିଭୋର୍ସ ହେବାକୁ ଯାଉଛି, ତା ଉପରେ ଆପଣ ନା ମୁଁ ସେଇଟା ବିଷୟରେ ବି ମୋର କିଛି ମାନେ ଇଏ ନାହିଁ। ଶେଷରେ କ'ଣ କହିବେ ଆପଣ? ଶେଷରେ ମୁଁ କହିବି ଭଗବାନ ତାର ଯେହେତୁ ଗୋଟେ ଏତେ ମିସ୍ହ୍ୟାପେନ୍ ଗୋଟେ ତା ଲାଇଫ୍ରେ ହେଇଗଲା। ଆଉ ବାକି ଜିନିଷ ନ୍ୟାୟ ଜିନିଷ ଉପରେ ତ ଆମେ କିଛି ମତାମତ ମୁଁ ଦେଇପାରିବିନି। କିନ୍ତୁ ତାର ଭଗବାନ ତାର ଆତ୍ମାକୁ ଶାନ୍ତି ଦିଅନ୍ତୁ, ସେଇଟା ଆମେ ଚାହିଁବୁ।